ଅବୋଲକରା କାହାଣୀ। ଆଶ୍ଚର୍ଯ୍ୟ ପ୍ରଦୀପର ଶେଷ କଥା। ସାଆନ୍ତେ ଏବଂ ଅବୋଲକରା ଯେତେବେଳେ ନିଶାର୍ଦ୍ଧରେ ପରିତ୍ୟକ୍ତ ଘରଟି ଭିତରେ କମ୍ବଳ ପାରିଥିଲେ, ସେତେବେଳେ ଚତୁର୍ଦ୍ଦିଗ ଅନ୍ଧକାର। ପ୍ରଭାତର ମୃଦୁ ଆଲୋକରେ ଅବୋଲକରା ବାହାରକୁ ଅନାଇ ଦେଲା। ନାତି ଉଚ୍ଚ ପର୍ବତ ବଳୟିତ ଉପତ୍ୟକା ଭିତରେ ଏକ ପ୍ରାସାଦ। ପ୍ରାସାଦକୁ ବେଷ୍ଟନ କରିଛନ୍ତି ଛୋଟ ଛୋଟ କେତୋଟି କୋଠା। ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଅବସ୍ଥିତ ଅବୋଲକରାର ଆଶ୍ରୟ ଭିତରକୁ ସେସବୁ ଦିଶୁଥିଲେ ଗୋଟିଏ ମଧୁର ସ୍ୱପ୍ନ ଭଳି ଏବଂ ସ୍ୱପ୍ନାବିଷ୍ଟ ସଦୃଶ। ଅବୋଲକରା ବାହାରକୁ ବାହାରି ଆସିଲା। ପଣ୍ଡିତେ ସେ ଯାଏ ଶୋଇଥିଲେ। ଅବୋଲକରା ଏକ ନୂତନ ଜନପଦ ସହ ପରିଚିତ ହେବାର ସମ୍ଭାବନାରେ ପୁଲକିତ ହୋଇ ଅପେକ୍ଷା କଲା। ଏଡ଼େ ସୁନ୍ଦର ଅଟ୍ଟାଳିକା, ଅଥଚ ତାହାର ପରିବେଶ ଏଡ଼େ ନୀରବ। ଅବୋଲକରା ବିସ୍ମୟ ଅନୁଭବ କଲା। ହଠାତ୍ ଦମକାଏ ପ୍ରଚଣ୍ଡ ପବନ ସେ ଉପତ୍ୟକାକୁ ସତେ ଅବା ଦୋହଲାଇ ଦେଲା। ଅଟ୍ଟାଳିକାର ଶତାଧିକ ଝରକା କବାଟ ନିର୍ମମ ଭାବରେ ପରସ୍ପର କାନ୍ଥ ଦେହରେ ବାଡ଼େଇ ହେଲେ। ସେମାନଙ୍କୁ କେହି ଆୟତ୍ତ କରିବା ଆଖିରେ ପଡ଼ିଲା ନାହିଁ। ଖଣ୍ଡିଏ ଚିକ୍କଣ ପର୍ଦ୍ଦା ଉଡ଼ିଆସିଲା ପ୍ରାୟ ଅବୋଲକରାର ହାତ ପାହାନ୍ତା ଯାଏ। ତାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଅବୋଲକରା ବୁଝିଲା, ବହୁଦିନ ଧରି ସେ ଖଣ୍ଡିକ ମଣିଷର ହେପାଜତରୁ ବଞ୍ଚିତ ଥିଲା। ସାଆନ୍ତେ ଆସି ଇତିମଧ୍ୟରେ ଅବୋଲକରା ପଛରେ ଠିଆ ହୋଇଥିଲେ। "ଇଏ ଆଜ୍ଞା, ଆମେ କୁଆଡ଼େ ଆସିଲୁ? ଏ ମୁଲକ ତ ଜନଶୂନ୍ୟ ମନେ ହୁଏ। ଅବୋଲକରା ପରିବେଷଣ କଲା ତା ପ୍ରଶ୍ନ ତଥା ମନ୍ତବ୍ୟ। "ଅବଶ୍ୟ ଜନଶୂନ୍ୟ। ଶୁଣ ଅବୋଲକରା, କହୁଛି ସେ କଥା। ସାଆନ୍ତେ ଗପିଲେ। ଖୁବ୍ ବେଶୀ ଦିନ ତଳର କଥା ନୁହେଁ। ଏ ପ୍ରାସାଦ ତୋଳିଥିଲେ ଜଣେ ସମୃଦ୍ଧ ବଣିକ। ନାନା ସହର ନଗରରେ ତାଙ୍କର ଥିଲା ବ୍ୟାପକ କାରବାର। ସାଧୁ ବା ଅସାଧୁ ସେ ପ୍ରସଙ୍ଗ ଆପାତତଃ ଅବାନ୍ତର। ପରିଣତ ବୟସରେ ଶାନ୍ତି ଓ ସ୍ୱାସ୍ଥ୍ୟର ସନ୍ଧାନରେ ସେ ମଧ୍ୟେ ମଧ୍ୟେ ଏଠାକୁ ପଳାଇ ଆସୁଥିଲେ। ଅବଶ୍ୟ ତାଙ୍କ ସହ ଗୋଡ଼ାଇ ଗୋଡ଼ାଇ ଆସୁଥିଲା ରାଜଦରବାର ଓ ନାନା ସାମାଜିକ ଅନୁଷ୍ଠାନରୁ ପ୍ରାପ୍ତ ଦାନବୀର, ଭଦ୍ରବୀର ଭଳି ତାଙ୍କର ନାନାଦି ଉପାଧି ତଥା ପ୍ରତିପତ୍ତି। ଅତଏବ ଶାନ୍ତି ଓ ସ୍ୱାସ୍ଥ୍ୟ ତାଙ୍କୁ ମିଳୁଥିଲା କି ନାହିଁ ତାହା ଭିନ୍ନ ପ୍ରସଙ୍ଗ। ଦିନେ ତାଙ୍କ ଉଦ୍ୟାନରେ କୂଅଟିଏ ଖୋଳା ହେଉଥିଲା। ସନ୍ଧ୍ୟା ବେଳକୁ ଶ୍ରମିକମାନେ ଚାଲିଯିବା ପରେ ବଣିକ ଆସି କାର୍ଯ୍ୟର ଅଗ୍ରଗତି ଦେଖୁଥିଲେ। ଗର୍ତ୍ତ ନିର୍ଗତ ମାଟି ଉପରେ ସେ ଠିଆ ହୋଇଛନ୍ତି। ଗୋଡ଼ ସାମାନ୍ୟ ଖସିଗଲା। ସେ ନରମ ମାଟି ଭିତରେ ଥିବା କୌଣସି ଧାତବ ବସ୍ତୁ ଦେହରେ ତାଙ୍କ ପାଦ ଘଷି ହୋଇଗଲା। ବସ୍ତୁଟିକୁ ସେ ଉଠାଇ ନେଇ ଦେଖନ୍ତି ତ ତାହା ଗୋଟିଏ ପୁରୁଣା ପ୍ରଦୀପ। ତାଙ୍କ ପାଇଁ ମୂଲ୍ୟହୀନ ସେ ବସ୍ତୁଟିକୁ ସେ ଫୋପାଡ଼ି ଦେବାକୁ ଯାଉଛନ୍ତି। ହଠାତ୍ ତାଙ୍କ ଆଗରେ ଅତିକାୟ ବାୟବ୍ୟୟ ଏକ ଦାନବ। ବଣିକ ଆତଙ୍କିତ ହେଲେ। ଉଦ୍ୟାନ ଭିତରେ ସେତେବେଳେ ଆଉ କେହି ନ ଥିଲେ। "ତମେ କିଏ ମହାଶୟ? " ବଣିକ କୌଣସି ମତେ ପ୍ରଶ୍ନ କଲେ। "ମୁଁ ମହାଶୟ ନୁହେଁ, ତମ ଭୃତ୍ୟ। କିନ୍ତୁ ଆହ୍ଲାଦିନ ଓ ମୋର ଅନ୍ୟ ଖାଉନ୍ଦମାନେ ମୋତେ ରୂପ ଦେବା ପାଇଁ ପ୍ରଦୀପକୁ ହାତରେ ଘଷୁଥିଲେ। ତମ ଭଳି ଗୋଡ଼ରେ ଘଷି କେହି ଅପମାନ ଦେଇ ନଥିଲେ। ବର୍ତ୍ତମାନ ବୁଝୁଛି, ମୋ ପୂର୍ବ ଖାଉନ୍ଦ ତମକୁ ମାରି ପକାଇବା ନିମନ୍ତେ ମୋତେ ଆଜ୍ଞା ଦେଇ କିଛି ଭୁଲ କରି ନାହାନ୍ତି। " ବଣିକ ଚମକି ପଡ଼ିଲେ। "ଆହ୍ଲାଦିନ ଓ ଆଶ୍ଚର୍ଯ୍ୟ ପ୍ରଦୀପ କଥା ମୁଁ ଆରବ ଦେଶର ସଦାଗରମାନଙ୍କଠୁ ଶୁଣିଛି। କିନ୍ତୁ ମୁଁ ତ ଆହ୍ଲାଦିନଙ୍କର କୌଣସି ଅନିଷ୍ଟ କରିନାହିଁ। ମୋତେ ମାରିବାକୁ ସେ ତମକୁ କାହିଁକି କହିଲେ? " "ଆହ୍ଲାଦିନ କାହିଁକି କହନ୍ତେ? ସେ ଥିଲେ ଅତ୍ୟନ୍ତ ଭଦ୍ରଲୋକ। ତାଙ୍କ ଅନ୍ତେ କେତେ ଖାଉନ୍ଦଙ୍କ ପରେ ମୁଁ ପଡ଼ିଥିଲି ଜଣେ କୁରମତୀ ସୌଦାଗର ହାତରେ। ସେ ହିନ୍ଦୁସ୍ଥାନରେ ବେପାର ଶେଷ କରି ପ୍ରତ୍ୟାବର୍ତ୍ତନ କଲାବେଳେ
ଏଇଠି ଗୋଟାଏ ବାଘ ହାବୁଡ଼ରେ ପଡ଼ିଲେ। ବାଘ ଆକ୍ରମଣରେ ଆହତ ହୋଇ ସେ ମୋତେ ଡାକିବା ବେଳକୁ ମୃତ୍ୟୁ ପାଇଁ ଆଉ ବିଳମ୍ବ ନାହିଁ। ମୋଠୁ ସେ ଆଉ କିଛି ଲାଭ ପାଇବେ ନାହିଁ। ଅଥଚ ତାଙ୍କ ସାଙ୍ଗସାଥୀଙ୍କ ଭିତରୁ କେହି ଜଣେ ମୋର ପ୍ରଭୁ ହେବ। ଏହି ଦୁଃଖରେ ସେ ଅତିଶୟ କାତର ହେଲେ। ସେହି ଅସହାୟ ବୋଧ ଭିତରୁ ମୋତେ ଏହି ନିର୍ଦ୍ଦେଶ ଦେଲେ କି ତାଙ୍କ ପରେ ଯିଏ ପ୍ରଦୀପଟି ଆୟତ୍ତ କରି ମୋତେ ଡାକିବ ତାକୁ ଯେପରି ମୁଁ ହତ୍ୟା କରିବି। ଏହାପରେ କୁରମତି ମରିଗଲେ। ତାଙ୍କ ସାଥୀମାନେ ଏହି ପ୍ରଦୀପ ଛୁଇଁବାକୁ ସାହସ କଲେ ନାହିଁ। ଏଇଠି ପଡ଼ି ରହି କ୍ରମେ ତାହା ପୋତି ହୋଇଗଲା। ଆଜି ଦେଖିଲି ତମେ ମୋତେ ଡକାଇଲ। ମୋ ପୂର୍ବ ଖାଉନ୍ଦଙ୍କ ଆଜ୍ଞାନୁସାରେ ବର୍ତ୍ତମାନ ମୁଁ ତମକୁ ମାରିବାକୁ ବାଧ୍ୟ। କିନ୍ତୁ ତମେ ବି ମୋ ଖାଉନ୍ଦ। ମୋତେ ଗୋଟାଏ କିଛି ଆଜ୍ଞା ଦିଅ। ସେତକ ପ୍ରଥମେ ତୁଳାଇବି। ଜିନ୍ କହିଲା ଓ ହାତ ଯୋଡ଼ି କରି ଆଣ୍ଠୁ ଭାଙ୍ଗି ଠିଆ ହେଲା। ବଣିକ ଏଣେ ତେଣେ ଅନାଇଲେ ତ୍ରସ୍ତ ଆଖିରେ। ପଳାଇବାର ଉପାୟ ନାହିଁ। ଜିନ୍ ଅକ୍ଳେଶରେ ଧରି ନେବ। ଜଣେ ମାଳି ଉଦ୍ୟାନ ଭିତରକୁ ପଶି ଆସୁଥିଲା। ଜିନ୍‌କୁ ଦେଖି ନିଶବ୍ଦରେ ମୂର୍ଚ୍ଛାଗଲା। କୁହ, ହୁକୁମ କ'ଣ? ବାବୁ ଜିନ୍, ହୁକୁମ କରି ଲାଭ କ'ଣ? ଯଦି ମୁହୂର୍ତ୍ତକ ପରେ ମରିବି। ବଡ଼ ଦୁଃଖପୂର୍ଣ୍ଣ କଣ୍ଠରେ ବଣିକ କହିଲେ, ମହାଶୟ, ଧୈର୍ଯ୍ୟ ହରାଅ ନାହିଁ। ମୁଁ ଥରେ ବାହାରିଲେ 10 ମିନିଟ୍ କାଳ ହୁକୁମ ଅପେକ୍ଷାରେ ରହିପାରେ। ଭାବିଚିନ୍ତି ମୋତେ ଗୋଟାଏ କିଛି କରିବାକୁ କୁହ। ବଣିକ କିନ୍ତୁ ଜିନ୍ କଥାରେ ଧ୍ୟାନ ନ ଦେଇ ନିଜର ନବନିର୍ମିତ କୋଠା ଆଡ଼େ ଅନାଇଥିଲେ। ଏତେ ଶ୍ରମ ସ୍ୱୀକାର କରି, ଏତେ ବିତ୍ତ ଖର୍ଚ୍ଚ କରି ଏସବୁ ନିର୍ମାଣ କଲି। ଏଡ଼େ ସହଳ ଏଇଠି କ'ଣ ପ୍ରାଣ ଦେବା ପାଇଁ? ସେ କାନ୍ଦି କାନ୍ଦି ହୋଇ କହିଲେ, ମହାଶୟ, ମୁଁ ସାମାନ୍ୟ ଜିନ୍। ତମକୁ କେତେ ଦୂର ବୁଦ୍ଧି ଶିଖାଇ ପାରିବି? ଶିଖାଇବା ପାଇଁ ମୋର ଅଧିକାର ବି ନାହିଁ। ତମେ ମଣିଷ, ସବୁଠାରୁ ବିବେକୀ ଓ ଜ୍ଞାନୀ। ଟିକିଏ ବୁଦ୍ଧି ଖେଳାଅ ହେ ବାବୁ। ଏମିତି ହୁକୁମ ଦିଅ ଯାହାଫଳରେ ତମେ ତ୍ରାହି ପାଇଯିବ। ଜିନ୍ କାକୁତି ମିନତି କରୁଛି, ମୋତେ ମାର ନାହିଁ। ବାବୁ, ତମେ କେମିତି ସାମାନ୍ୟ ଏଇ କଥା ବୁଝୁନାହଁ ଯେ ମୋତେ ଖୋସାମଦ କରି ଲାଭ ନାହିଁ। ମୋ ପୂର୍ବ ଖାଉନ୍ଦଙ୍କ ଆଜ୍ଞା ଅବଜ୍ଞା କରିବା ପାଇଁ ଯେମିତି ମୋର ଶକ୍ତି ନାହିଁ, ସେମିତି ତମେ ବି କେବଳ ଆଜ୍ଞା ଦେଲେ ମୁଁ ତାହା ତାମିଲ କରିବି। କାକୁତି ମିନତି ପ୍ରତି ଧ୍ୟାନ ଦେବା ଏ ଭୃତ୍ୟର କ୍ଷମତାର ବାହାରେ। ଜିନ୍, ମୋତେ ବଞ୍ଚାଅ। ବଣିକ ଏଥର କାନ୍ଦିଲେ। ଓଃ, ତମ ନିର୍ବୋଧତା ଯୋଗୁଁ ମୁଁ ପାଗଳ ହୋଇଯିବି। ଏଣେ 8 ମିନିଟ୍ ଗଲାଣି। ଶୀଘ୍ର ମୁଣ୍ଡ ଖେଳାଅ। ଶୀଘ୍ର। ମୋତେ ଏମିତି ଆଜ୍ଞା ଦିଅ ଯାହାଦ୍ୱାରା ତମର ମଙ୍ଗଳ ହେବ, ମୋର ବି ହେବ। ମୁଁ ମୁକ୍ତି ପାଇଯିବି। ମାତ୍ର 2 ମିନିଟ୍। ବାବୁ ଜିନ୍, ତୁ କ'ଣ ମୋତେ ନିଶ୍ଚେ ମାରିବୁ? ତମର ତ ଦୁର୍ଭାଗ୍ୟ। ମୋର ବି। ଅତ୍ୟନ୍ତ ସନ୍ତପ୍ତ କଣ୍ଠରେ କହିଲା ଜିନ୍ ଓ ବଣିକଙ୍କୁ ଧରିନେଲା। ତାର 2 ଆଙ୍ଗୁଳି ଭିତରେ ବଣିକଙ୍କ କଣ୍ଠ ରୁଦ୍ଧ ହୋଇ ଆସିଲା। ତୁ ମରୁନୁ? ହତାଶ ବଣିକ ଏତକ କହି ଚେତା ହରାଇଲେ। ସାବାସ୍, କହିଲା ଜିନ୍। ତମେ ଏତକ କହୁନଥିଲ କାହିଁକି? ତମେ ମଣିଷଗୁଡ଼ା ଏଡ଼େ ବୁଦ୍ଧିହୀନ। ପ୍ରଥମେ ମୋତେ ମରିବାକୁ ଆଜ୍ଞା ଦେଇଥିଲେ ତ ତମେ ଏଡ଼କ କଷ୍ଟ ପାଇନଥାନ୍ତ। ଏହା କହି ଜିନ୍ ହାତ ମୁଠା ଖୋଲିଦେଲା। ବଣିକ ତଳେ ପଡ଼ି କିନ୍ତୁ ମରିଗଲେ। କିଛି ଭୟ, କିଛି କଣ୍ଠରୋଧ ଓ କିଛି ସେ ପତନ ଯୋଗୁଁ। ଖାଉନ୍ଦ ହିସାବରେ ବଣିକ ଜିନ୍‌କୁ ଦେଇଥିବା ଆଜ୍ଞା ଅନୁସାରେ ଜିନ୍ ମରିବାକୁ ବାଧ୍ୟ ଥିଲା। କିନ୍ତୁ ବଣିକକୁ ମାରିଥିବା ଦୁଃଖରେ ସେ ପାଗଳ ପ୍ରାୟ ହୋଇ ଯାହାକୁ ପାଇଲା ତାକୁ କଚଡ଼ାଇ ଦେଲା। ପ୍ରସାଦର କିୟଦଂଶ ଧୂଳିସାତ୍ କରି ତାପରେ ସେ ମରିଗଲା। ଅର୍ଥାତ୍ ଅଭିଶପ୍ତ ଜିନ୍ ଜୀବନରୁ ମୁକ୍ତି ପାଇଗଲା। ବଣିକ ବଂଶର ଉଦ୍ବୃତ୍ତ ଲୋକେ ଓ ପରିଚାରକ ବର୍ଗ ଉପତ୍ୟକା ଛାଡ଼ି ପଳାଇଗଲେ। ଏହିପରି ଭାବରେ ଏ ବସତି ହେଲା ଜନଶୂନ୍ୟ। ଅବୁଲକରା ଆବିଷ୍ଟ ଭାବରେ କିଛି ସମୟ ଚୁପ୍ ରହି କହିଲା, ଆମେ ମଣିଷଗୁଡ଼ା ବାସ୍ତବରେ ଏଡ଼େ ନିର୍ବୋଧ ସାନ୍ତେ?